ପୂର୍ବ ବର୍ଷ ଏସ୍ଆଇ ଏକ୍ଜାମ୍ରେ ସେଟ୍ ବିରେ ଆସିଥିବା ଏମ୍ଏକ୍ କ୍ୱେଶ୍ଚନ୍କୁ କେମିତି ସମାଧାନ କରିବା ଆସନ୍ତୁ ଦେଖିବା। If a sum of protein double itself in 6 years, how many years it will take to be 5 times? তাহলে দেখন্তু অপশন এ দিয়েছি, অপশন এ 12 years, অপশন বি 24 years, অপশন সি 10 years, অপশন ডি 16 years। দেখন্তু যদি 1 ଟଙ୍କା 6 ବର୍ଷରେ 2 ଗୁଣିତ ହୁଏ ତେବେ ଏହାକୁ 5 ଗୁଣ ହେବାକୁ କେତେ ସମୟ লাগিব? ତାହେଲେ ଦେଖନ୍ତୁ t2 equal to t1 equal to t2 by t1 equal to si2 by si1। ଦେଖନ୍ତୁ ଏଠାରେ ଏସ୍ କେମିତି ପାଇବା? ପ୍ରଥମ si2 ହେଉଛି ଏଇଟା 5 times। 5 କୁ କ'ଣ କରିବା? 5 କୁ ଆମେ 1 ଯଦି ମାଇନସ୍ କରିଦେବା ତାହେଲେ ପାଇଯିବା ଆମେ si2 କୁ ଲେଖାକୁ 1 ମାଇନସ୍ କଲେ 4। ଏ ହେଉଛି si2। si3 କେତେ? si3 2 କେତେ ଟାଇମ୍? ସେ 6 ଇୟର୍ସ କେତେ ଟାଇମ୍ କେତେ ହେଉଛି ଡବଲ୍, ତାର 2 ମାଇନସ୍ 1 କରିଦେଲେ କେତେ ହେବ? 1। ତାହେଲେ t2 କେତେ ଇୟର୍ସ? t2 ଆମେ ଜାଣିନେ। t1 ଟା କେତେ? 6 ଇୟର୍ସ। তাহলে t2 equal to 6 equal to 4 by 1 equal to t2 equal to multiply ହେଇଯିବ 424 years। তাহলে t2 equal to 24 years। তাহলে অপশন দুটো। ভিডিওটি ভালো লাগলে লাইক, সাবস্ক্রাইব।